ପରିବାର ଚଳାଏ। ପୁଅଟିଏ ଝିଅଟିଏ, ପୁଅଟି କିନ୍ତୁ ପାଠ ପଢ଼ିପାରି ନାହିଁ। ତେଣୁ ପରିବାର ଚଳାଇବା ପାଇଁ ମୁଁ ଦାଦନ ଖଟିବାକୁ ପଠାଇଲି। କିନ୍ତୁ ଝିଅଟି ମୋର ବହୁତ ଭଲ ପଡ଼େ। ମୁଁ ବହୁତ ଦୁଃଖ କଷ୍ଟ କରି ତାକୁ +3 ପର୍ଯ୍ୟନ୍ତ ପଢ଼ି ସେ ପାଖ ବଦଳରେ ଏଠୁ ତାକୁ ମାରି ଆସିଛି। କିନ୍ତୁ ଆମ ସରକାର ପାଖକୁ ଜାଣିପାରିଛନ୍ତି। ମୁଁ ଆପଣଙ୍କ ପାଖରେ ତାକୁ ଧନ୍ୟବାଦ ଜଣାଉଛି। ଯାହା ହଉ ଆଜି ମୋ ଝିଅ ପଇସା ପାଇଥିବାରୁ ମୋ ଝିଅ ଆଗରୁ କହିଛି ମା ମୁଁ କହିଥିଲି ପିଜିରେ ଆଡମିସନ କରିବି। ଆଡମିସନ ଫର୍ମ ପକାଇ ଦେଉଛି। ଆଉ ମୋର ଆଶା ଅଛି 50,000 ପାଇଲେ ମୋ ଝିଅ ପିଜି କମ୍ପ୍ଲିଟ୍ କରିପାରିବ। ଆପଣ ସମସ୍ତେ ଶୁଣିଲେ ଏଇ ଆମର ସୁଶ୍ରୀ ଭଉଣୀ ତାଙ୍କ ଝିଅଟି ସେ କିଛି ପଢ଼ାଇ ପାରୁନଥିଲେ। ଆର୍ଥିକ ପରିସ୍ଥିତି ଅଭାବୀରେ ସେ ପଢ଼ାଇ ପାରୁନଥିଲେ। କିନ୍ତୁ ଏ ପଇସା ପାଇ ସେ କ'ଣ କଲେ? ତାଙ୍କ ଝିଅର ପିଜି ଆଡମିସନ କଲେ। ଆମ ସରକାରକୁ ଆମେ ଧନ୍ୟବାଦ ଦଉଛୁ। ସେ ତାଙ୍କର ପ୍ରତିଶ୍ରୁତି